ପାଞ୍ଚ ଜଣ ସ୍କ୍ରାପ୍ ବେପାରୀଙ୍କୁ ମାଡ଼ି ବସିଲା ପୁଲିସ। ଅନୁଗୁଳ ଜିଲ୍ଲା ବୌରପାଳ ଥାନା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ବୌରପାଳ ପୁଲିସ କଲେଜ ଛକ ନିକଟରୁ 60 ଟନ୍ରୁ ଉର୍ଦ୍ଧ୍ୱ ସ୍କ୍ରାପ୍ ବୋଝେଇ ଦୁଇଟି ଟ୍ରକ୍ ଏବଂ ଗୋଟିଏ ପିକଅପ୍ ଭ୍ୟାନ୍, ଗୋଟିଏ ଟାଟା ଏସି ମାଲବାହୀ ଟେମ୍ପୁ ଜବତ କରିଛି। ସମ୍ପୃକ୍ତ ଘଟଣାରେ 5 ଯୁବକଙ୍କୁ ବୌରପାଳ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ସିକ୍ରିପୁର ଅଞ୍ଚଳର ରାଜୀବ କୁମାର ଯାଦବ, ଢେଙ୍କାନାଳ ଗୋବିନ୍ଦପୁର ସିଆରିଆ ଅଞ୍ଚଳର ଗଦାଧର ବେହେରା, ଅନୁଗୁଳ ସମଲ ଅଞ୍ଚଳର ବେଣୁଧର ବେହେରା, ଉତ୍ତରପ୍ରଦେଶ ଜନପୁର ଅଞ୍ଚଳର ମିତ୍ରଲାଲ ଗୁପ୍ତା, ମିର୍ଜାପୁର ଅଞ୍ଚଳର ସୁନୀଲ ସାହାନୀ। ସୂଚନା ମୁତାବକ ଅଭିଯୁକ୍ତମାନେ ଦୁଇ ଟ୍ରକ୍ OD 04N5582 ଏବଂ OD 05Q4474, ପିକଅପ୍ ଭ୍ୟାନ୍ OD 19AS0169, ଟାଟା ଏସି OD 19P0534 ଦ୍ୱାରା ନୂଆହତା 55 ନମ୍ବର ଜାତୀୟ ରାଜପଥ ନବନିର୍ମିତ ବ୍ରିଜ ଅଞ୍ଚଳର ଲୁହା, ପ୍ଲାଷ୍ଟିକ୍ ଆଦି କବାଡ଼ି ଦୋକାନରୁ ଲୁଟ୍ କରି ଅନୁଗୁଳ ଆଡ଼କୁ ଯାଉଥିବା ବେଳେ ପୁଲିସ ଖବର ପାଇ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ପୁଲିସ ହାତରେ ଧରାପଡ଼ିଯାଇଥିଲେ। ଗାଡ଼ି ଜବତ କରି ଯାଞ୍ଚ କରିବା ବେଳେ ଗାଡ଼ିରୁ ଲୁହା ସହ କିଛି ଯାନବାହନର କଟା ସାମଗ୍ରୀ ଦେଖିବାକୁ ମିଳିଥିଲା। ଗାଡ଼ି ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ବୌରପାଳ ଥାନା ପକ୍ଷରୁ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି। ବୌରପାଳରୁ ଲଲାଟେନ୍ଦୁ ନାୟକଙ୍କ ରିପୋର୍ଟ, ଅନୁଗୁଳ ଏକ୍ସପ୍ରେସ।